ସରିଗଲା ଯେ ମୁଠି ହାତୀ ଖାଇ ତାକୁ ଆଜି ହାଣା ଯିବ ବହୁତ କଥା କହିଛି ସେ କାଲି ମୋ ଆବସେନ୍ସ ରେ ବହୁତ କଥା କହିଛି ଆଜି ତାକୁ ହାଣା ଯିବ ପିସ୍ ପିସ୍ କରିକି ତା ସାଙ୍ଗରେ ତୁ ବି ସାମୁଲ ତତେ ବି ପିଟା ଯିବ ମତେ ପିଟି ପାରିବି ମୁଁ ତ ପେଟ ଫଟେଇବି ରେ ପିଟି ପାରିପାରିବି ମୁଠି ହାତୀ ଯା ବୁଝିବୁ ଯା ଏଇ ମୁଠି ହାତୀ ଆସି ଏଇ ମୁଠି ହାତୀ ଏଇ କାଲି ଯେ ବେଶୀ ଡ୍ୟାନ୍ସ ହଉଥିଲା ମୁଠି ହାତୀ ମାଡ ହବ ଏଇ ମାରପିଟ ଲାଗିଗଲେ ସକାଳୁ ଉଠିକି ମାରପିଟ କାଲି ବହୁତ କଥା କହିଛି ମୁଠି ହାତୀ ହଁ ମାରପିଟ ନାଗ ଜୁର ଦେଖି ସାରିଛି ମୁଁ ପୋଷ୍ଟ କରି ସାରିଲିଣି ସେଟା ଦେଖି ସାରିଛି ବୋଲି ଡାକିଛି ସେ ତାକୁ ମିଠା ଦେଇକି ଆଣିଛି ହାଣା ଖାଇବା ବୋଲିକା ପହରଦିନ କୁଇଣ୍ଟା ଭୁଲି ଗଲୁନି କାଲି ଦୁନିଆ କଥା କହିଛି ମୁଠି ତ ଦେଖିଛୁ ତ କହୁଛୁ ଅକ୍ସିଜେନ ନେ ତାକୁ ତା ଶ୍ୱଶୁର ଘରକୁ ବିଦା କରାଯାଉଛି ଦିଟା କାଲି ଜରିକୁଡା ଛୁଆକୁ ଏତିକି କଥା କହିଲା ବୋଲି ତାକୁ ମହଙ୍ଗା ପଡିଲା ତାକୁ ଆଜି ଘରକୁ ଆଜି ସେ ମାଣ୍ଡ ଖାଇବ ବୋଲିକା ଆଜି ନିଜେ ହିସାବ ଦେଇକି ମୁଁ ତ ତାକୁ ଡାକି ନଥିଲି ତୁ ଫୋନ କରିକି ମତେ ଡାକି ହିପୋପୋଟାମସ୍ ଆଉ ବସ୍ତି ଛୁଆର ଝଗଡା ଆମ ଘର ସରିଗଲା କାଲି ରାତିକା କଥା ନେଇକି କାଲି ରାତିକା ବ୍ଲଗରେ ଯୋଉ ହିପୋପୋଟାମସ୍ ବସ୍ତି ଛୁଆ ନାଁରେ କହିଥିଲା ବସ୍ତି ଛୁଆ ତାକୁ ସକାଳୁ ଆସିକି ବହୁତ ପିଟିଲା ଦେଇକି ମୁଁ ଏବେ ବାହାରୁଛି ଜଣେ ଭାଇ ମତେ ଡାକିଛନ୍ତି ତାଙ୍କ ଘରକୁ ଖାଇବା ପାଇଁ ଗାଡିଟା ବୁଲଉଛି ଘର ପାଖରୁ ଗାଡିଟା ବୁଲେଇ ଦବା ବାହାରିକି ଯିବା ଖାଇ ଦେଇକି ତାଙ୍କ ଘରେ ତାପରେ ଯିବି କାମରେ ରେଷ୍ଟୁରାଣ୍ଟ ବି ଯିବି କାମ ବି ଟିକେ ବାହାର ଅଛି ଯାଇଥାନ୍ତି ବାରିପଦା ବି ଯିବାର ଅଛି ଦେଖିବା କ'ଣ ହଉଛି ଯଦି ଗଲି ତାହେଲେ ବାରିପଦା ଯିବାର ଭିଡିଓଟା ବି ଆସିବ ଏଥିରେ ଆମେ ଏବେ ରେଷ୍ଟୁରାଣ୍ଟ ପାଖରୁ ବାହାରୁଛୁ ଇଏ ବାବୁ ଆସିକି ପହଞ୍ଚନ୍ତି ଖାଇ ଦଉନ ଆଜି ସେ ଖୁସିରେ ମୁଁ କେରେ ଜାଣି ତୁ ଦବୁ ବା କହିଲୁ ଖୁଇବୁ ଏବେ କହିଲୁ ଆଇସ୍କ୍ରିମ ଯାହା ଖାଇବୁ ଖୁଇବୁ ଖୁଇବୁ ନା ଖୁଇବୁ ନହେଲେ ଖାଲି ତେଲ ପଡିବିନି ଖାଇଦବୁ ତୁ ଖାଇବି ଯାହା ଖାଇବି ଦବୁ ଗୋଟେ ସ୍କୁଟିଟା ୟୁଟ୍ୟୁବରେ ଆସିବ ପଇସା ତତେ ଆଗେ ମିଳିବ ମତେ ତ ମିଳିବନି ତତେ ଆଗେ ମିଳିବ ତୁ ଲୋଭିଟା ନା ତତେ ଆଗେ ମିଳିବ ଆଜି ମୋ ଭଉଣୀ ଗୋଟେ ଗିଫ୍ଟ କରିଛି ମତେ ମୋର ୟୁଟ୍ୟୁବରେ ସାଉଣ୍ଡ କ୍ଲାରିଟି ଭଲ ଆସିଲାନି ବୋଲି ସେ ମତେ ଏଇଟା କିଣିଛି ତାର କ୍ୱାଲିଟି କେମିତି ଏବେ ୟୁଜ କରିନି ମୁଁ ୟୁଜ କଲା ପରେ ମୁଁ କହିବି ଜରି କୁଢେଇ କେତେ କଷ୍ଟରେ 5 କୋଡ଼ିଆ ବସ୍ତି ଛୁଆ ମତେ ଏଇଟା ଗିଫ୍ଟ କରିଛି ଭାଇ ଆମର ଆସୁଛନ୍ତି ବୁଢା ପଡିଲେଣି ତଥାପି ଖଟି ଛାଡୁନାହାନ୍ତି ତାଙ୍କର ବୁଢା ପଡି ଦିଟା ଛୁଆ ହେଲାଣି ତଥାପି ଖଟି ଛାଡୁନାହାନ୍ତି ତାପରେ ବି ମତେ ଫୋନ କରିକି କହୁଛନ୍ତି ତାଙ୍କର ଏଇଠି ଗାଁସୁତି ଭବନ ପାଖରେ ତାଙ୍କର ଖଟି ଏଇଠି ବସୁଛନ୍ତି ତାଙ୍କର ରାସ୍ତା ଘାଟ ଯେଇଠି ବି ଦେଖୁଛନ୍ତି ଖାଲି ଓଟିପି ଦିଅ ମୁଁ ଚାରିଆଡୁ ଖାଇବି ଚାରିଆଡୁ ମୋର ଦେଇପାରିବିନି ମୋ ଭାଇ ମୁଁ ଯଦି ମୁଁ ଦେଇପାରିବିନି ମୋ ଟୋଟାଲ ଓଟିପି ମୁଁ ଯଦି ଓଟିପି ଦେବି ଗୋଟେ ସ୍ୱାର୍ଥରେ ନା ଫାଇନାଲି ଭାଇଙ୍କ ଖଟିରେ ଆମେ ଯାଉଛୁ ତୁ ଖାଇତେ ଦବୁ ନା ଖାଇଦବୁ ନା ଜିଟିପିଏସ୍ କାହିଁ ତୁ ଏବେ ଖାଇଦବୁ ଜିଟିପିଏସ୍ ର ଫୁଲ ଫର୍ମ କିସ କନି ମୋ ପାଖରୁ ଯେ ଶିଖିଛୁ ଅଧା କାଣ୍ଡିଆ ତୋ ପାଖରୁ ନୁହେଁ ଆଉ କାହା ପାଖରୁ ନା ମୁଁ ଆଗରୁ କେନ ଶିଖିଲି କାହା ପାଖରୁ ଶିଖିଲି ତୁ ମତେ କହ ଜିଟିପିଏସ୍ ର ଫୁଲ ଫର୍ମ ଟା କହ ମୁଁ ଆଗରୁ ତ ଶିଖିଛୁ ହଁ ନା ସେଇଟା ମୁଁ ଶିଖେଇଥିଲି ତ ମୁଁ ଗଲାବେଳେ ମିଛ ଗୁଡା ସବୁ କହନି ଜାଣିପାରିବେ ଆମର ଯେତିକି ଭିଉଅର୍ସ ମାନେ ତୁ ମିଛ କହୁଛୁ ବୋଲି ତୋ ପରିସ୍ଥିତି କେବେ ହଁ ମୋ ପରିସ୍ଥିତି ତାକୁ ମୁଁ ଭୁଲ ଦେମିନି
କାହିଁକିନା ଇଏ ଜାଣିଛି ପଇସା ନେଇକି ଯାଇକି ଦେଶୀ ପିଇବ ଏ ସୁଧ ମୁଁ ତାକୁ ଦେବିନି ମୁଁ ଜାଣିଛି ସେ ଛୁଆ ମାନେ ବରଂ ଖାଇଦେ ଦେମି ନା ମୁଁ ଦେବିନି ସୁଧ ଦେବିନି ଦବାଟେ ତ ମୁଁ ଦେଇଥାନ୍ତି କିନ୍ତୁ ମୁଁ ଦେବିନି ତ ଆକ୍ଟିଭିଟିଜ ରୁ ତୁ ଜାଣିପାରୁନୁ ହାତ ଗୋଡ ଅଛି ଦବୁ ତ ଏମ୍ ଚାଇନିଜ ର ଆଇସ୍କ୍ରିମ ଟା ଚା ଗୋଟେ ଆଇସ୍କ୍ରିମ ଏ ରଙ୍ଗି ସବୁ ଗୋଟେ ଆଇସ୍କ୍ରିମ ସେଠି ଭାଗ କରିକି ଖାଇବା ନା ଗୋଟେ ଆଇସ୍କ୍ରିମ ଦେ ଆମେ 2 ଜଣ ଭାଗ କରିକି ଖାଇବା ହଁ କିସ ଅଛି ଗୋଟେ ଗୋଟେ ଆଣିବା 2 ଜଣ ଖାଇବା ଏଇଠି ଖାଇଦଉଁ ରାସ୍ତା କଡ 5 ଟଙ୍କିଆ ନା ସେ ଆଇସ୍କ୍ରିମ ଖାଏନି ମୁଁ ମୋ ରେଷ୍ଟୁରାଣ୍ଟ ରେ ଆଇସ୍କ୍ରିମ ଖାଇବି ନା ଏମ୍ ଚାଇନିଜ ସେଠି ତୁ ପଇସା ଦବୁନି ମୁଁ ଜାଣିଛି ନା ଦେମି ନା ତୁ ଦବୁନି ଆଇସ୍କ୍ରିମ ଆଣିବା ଦେଇଥିରୁ ଅଧା ଅଧା କରିକି ଖାଇବା ଏଠି ଆଇସ୍କ୍ରିମ ଟା 300 ଟଙ୍କା ଅଧା ଅଧା ହେଇପାରିବ ଆମ ଆଇସ୍କ୍ରିମ 80 ଟଙ୍କା ଆମ ରେଷ୍ଟୁରାଣ୍ଟ 300 ଟଙ୍କା ଦୋକାନ ସେଟା ହେଇଛି ଆଇସ୍କ୍ରିମ ଦୋକାନ ଦୋକାନ ଖୋଲ ଜାଗା ଖୋଲ ମୁଁ ସେଇଟା ଖାଇବି 300 ଟଙ୍କା ଭାଇ ଗରିବ ଲୋକ ହଁ ଏମ୍ ଚାଇନିଜ ର ଦବୁନି ମାନେ ଚାଲି ଚାଲି ଯିବୁ ଭାଇ ସେଠିକି ଯିମି ଆନତେ ହଁ ଚାଲି ଚାଲି ଯା ନେଇକି ଆ ପଇସା ଦେ ଏତେ କଞ୍ଜୁସ ପଇସା କି ସବୁ ଦେମି ଭାଇ ଯା ପଇସା ଦେ ଯା ନେଇକି ଆ କି ଆଇସ୍କ୍ରିମ ଖାଇବୁ ଏଠି ଆଗରୁ କହୁଛୁ ଚାଲେ ତ ରେଷ୍ଟୁରାଣ୍ଟ ଖାଇନା ହବନି ନା ମୁଁ ରେଷ୍ଟୁରାଣ୍ଟ ଖାଇବିନି ମୋର ଏଇଠୁ ଖାଇବି କର୍ନ ଆଇସ୍କ୍ରିମ ଯା ନେଇକି ଯା ଚକଲେଟ ବାଲା ଜଲ୍ଦି ଯା ହକାର ଯାଇତେ ଇଚ୍ଛା ହଉନି ସେ ଆଇସ୍କ୍ରିମ ଖାଇବୁ ଯା ଜଲ୍ଦି ଯା ଚାଲୁ ଏଠି ଆମର ସେ ଖାଇବା ପାଇଁ ୟମ୍ ଚାଇନିଜ ର ଆଇଛି ଏବେ ନିଜେ ଓହ୍ଲେଇକି କୋଉଠିକି ଆମର ଅମୁଲ ପାର୍ଲର ଆଣିବା ପାଇଁ ଆଇସ୍କ୍ରିମ ମମି କାହିଁ କଲ୍ କରିକି ଉଠେଇଦବା ହଁ ପକୋଡା ଖାଇବୁ ଖାଏନି ପେଟ ଖରାପ ହବ ପକୋଡା ଛାଣିକି କିଏ ନେଇକି ଯିବ ତମେ ହଉ ମୁଁ କହୁଛି ଦେଖିବା ପ୍ରୀତି କହୁଛି ନା ମୁଁ ନାହିଁ ମୁଁ ଆସିଛି ଟିକେ ଟିକଲୁ ସହିତ ମୁଁ କାମ ସାରିକି କଲ୍ କରୁଛି ଇଏ ବାବୁ ସେଠି ରେଟ୍ ଶୁଣିକି ଆଇସ୍କ୍ରିମ ର ଆଉ ଦେଲେନି ଏଇଠି ଆମକୁ ଦଉଛନ୍ତି ଆଣିକି ଆଇସ୍କ୍ରିମ ହେଇ ଏଟା ଗୋଟେ କେତେ ଟଙ୍କା କଣ କହ କେତେ ଟଙ୍କା 20 ଟଙ୍କା 20 ଟଙ୍କା ଏଇଟା ନେଲେ 55 ଟଙ୍କା ହଁ ମୋଟା କେତେ ଟଙ୍କା 55 ଟଙ୍କା ହଁ 55 ଏଇଟାକୁ 105 ଟଙ୍କା ନେଲା 105 ଟଙ୍କା ଗୋଟେ ଦେଇଥାନ୍ତୁ 200 ଟଙ୍କା ଆଇସ୍କ୍ରିମ କହିଥାନ୍ତି ହଁ ଠିକ ଅଛି ଆଜି ପରେ ଜିଟିପିଏସ୍ ତୁ କହିଛୁ ଆଜି ଯିଏ ଯାଡେ ଯିବେ ଜିଟିପିଏସ୍ ମୋ ଗାଡିର ଯେ ତେଲଟା ପୁରିଲା ତୁ ବ୍ଲକ୍ କରି ପଇସା ଆସିବନି ପଇସା ଆସିବ ଆସି ସାର୍ ତତେ ଦେମି ଖାଇଦେ ଆଡଭାନ୍ସ ଦେ ଦେ ସେତେବେଳେ କାଟି ଦବୁ ନା ଆଡଭାନ୍ସ ପାଇଁ ପଇସା ନାହିଁ ଦେଖୁଛୁ ମତେ ଦେଇଛି ବସ୍ତି ଛୁଆ ସ୍ପିକର କିଣିକି ତାପରେ ପୁଣି ମତେ ଆଡଭାନ୍ସ ମାଗୁଛି ଭାଇ ଏବେ କଲ୍ କରୁଛନ୍ତି ହ୍ୟାଲୋ କଣ ଭାଇ ଖବର ପକନା କୁହ କୋଉଠି ଅଛ ଏଇଠି ବାଲେଶ୍ୱରରେ ବାଲେଶ୍ୱର ନ ରହିକି କୋଉଠି ରହିବ ତମେ ବାଲେଶ୍ୱର ପଳେଇଲେ ଯେ ଟାଉନ ଟା ପୁରା ଫାଙ୍କା ଫାଙ୍କା ଲାଗିବ ତମେ କୋଉଠି ମୁଁ ବି ବାଲେଶ୍ୱର ଅଛି ଆଇସ୍କ୍ରିମ ଟା ଆଣିକି ଭୁଲ କରିଦେନି ଆଇସ୍କ୍ରିମ କାହିଁ ମାନେ ଅତି ବୁଦ୍ଧି ଚଲେଇନେ ହସନ୍ତି ଜାଣି ସେଇ ଟାଇପ ମତେ ପହଞ୍ଚିଦେ ନାହିଁ କହିଲା ବ୍ରାଉନି ଚକଲେଟ ଏଟା ଗୋଟେ ନୂଆ ଆସିଛି ବଢିଆ ଲାଗେ ବେକାର ଲାଗୁଛି ପିତା ପିତା ଲାଗୁଛି ନଅଟା ବଢିଆ ହେଇଛି ମୋର ଅନଲି ଚକଲେଟ ମୁଁ ଭାବିନି ସେ ନର୍ମାଲ ଖାଉ ମୁଁ କହିଲି ସେଟା ଗୋଟେ ନର୍ମାଲ ଦିଅ ଏଟା କଣ ଭଲ ଆସିଛି ଆଉ କଣ ତୁ ତୋର ପାଇଁ ଭଲଟା ମାଗି ଦେଇଛୁ ଆଉ ବ୍ରାଉନି ଚକଲେଟ ମୁଁ କହିଲି ଭଲ ଦେଖାଉଛି ସେ ଚକଲେଟ ଟା ଅଲଗା ଦେଖାଉଛି ବଢିଆ ବେଶୀ ବୁଦ୍ଧି ଲଗେଇଛୁ ତ ତୁ ହଇରାଣ ହଉନି ଆଉ ମୁଁ ହଇରାଣ ହେବି ନା ଖାଇଦେ ସେ ପିତା ଗୁଡା ଖାଇଦେ ପାଖରେ ପହଞ୍ଚି ଯାଇଛ ରେଷ୍ଟୁରାଣ୍ଟ ର ଆଇସ୍କ୍ରିମ ଖାଇଥିଲେ ଆମର ଟିକେ ଶସ୍ତା ପଡିଥାନ୍ତା ତ ହାତରୁ କମ ଖର୍ଚ୍ଚ ହେଇଥାନ୍ତା କିନ୍ତୁ ଟିକେ ବାହାରୁ କିଣିକି ଖାଇବା ବୁଲି ବୁଲିକି ଭଲ ଲାଗିବ ଆଉ ମିଷ୍ଟର ଫକନା ଆସିକି ପହଞ୍ଚିଛନ୍ତି ଏବେ ମିଷ୍ଟର ଫକନା କୋଉଠି ଥିଲ ତମେ ତୁମେ ଏଇ ଫକନା ଡାକିକି ବ୍ଲଗିଂ କରିବ ଆଉ କଣ ସୌରଭ କେହି ନାହିଁ ବୁଟୁନ ଭାଇର ଆମେ ଶ୍ରଦ୍ଧାର ନାଁ ଦେଇଛୁ ଫକନା ଭାଇ କଣ ଭଲ ଲାଗୁନି ନା ଏଟା
ବ୍ଲଗିଂ କରିକି ଭାଇର ଇଜ୍ଜତଟା ଉଠା। ଆଉ ଗୋଟେ କାମ କରୁନ, ଦେଖେଇ ଦଉଛି ଗୋଟେ ଖୋଜ ଦେଇଦିଅ। ଦେଖୁ ଦେଖୁ ଏଇ ଭାଇଙ୍କ ବଡି ଫିଗର ସବୁ ଦେଖ। ଇଏ ହଉଛନ୍ତି ଆମର ପକନାଇ। କୋଉଠି ଯାଇଥିଲ ତମେ? କଣ ଏତେ ଦିନ ପରେ ଦେଖା? ଭାଇଙ୍କ ପାଇଁ ଗୋଟେ ଝିଅ ଦେଖନ୍ତୁ, ତାଙ୍କ ବାହାଘର ହବ ଏଇ ବର୍ଷ। ଆଣ୍ଟି ବ୍ୟସ୍ତ ହେଲେଣି, ସେ କିନ୍ତୁ ବାହା ହେବା ପାଇଁ ବ୍ୟାକୁଳ ହଉନାହାନ୍ତି। କିଛି ଚକ୍କର ଚାଲିଛି କି ତମର? କାହିଁ ବାହା ହେବା ପାଇଁ କାହିଁ ରାଜି ହଉନା? ମୁଁ ଜାଣିବା ପାଇଁ ଚାହୁଁଛି। ନା ରାସ୍ତାରେ ଆମକୁ କୁହ, କାହିଁକି ବାହା ହବନି? ଏତେ ଯାଏ କାହିଁକି ତମେ ବାହା ହଉନ? ଝିଅ ମିଳିନି, ଝିଅ ଖୋଜିବା ତ ଏବେ। ସେଇଥିପାଇଁ ତ କହୁଛି, ତମକୁ ଦେଖିଲେ ଆମ ସବସ୍କ୍ରାଇବର ପଠେଇବେ ଝିଅଙ୍କ ଫଟୋ, ଯେ ତମ ଭାଇ ପାଇଁ ଏ ଝିଅଟା ଠିକ ଅଛି କି ନାଇଁ। କଣ ଭାବୁଛ କି ତମେ? ଏମିତି ଭାବିବନି। ମୋ ସବସ୍କ୍ରାଇବର, ମୋର 75 ସବସ୍କ୍ରାଇବର ମୋ ପାଇଁ ଭଗବାନ। ତାଙ୍କ ପାଇଁ ମୁଁ ଡେଲି ନିହାତି ଗୋଟେ ବ୍ଲଗ ପକେଇବି। 40-50 ତମେ ଏମିତି କହିଦଉଛ କଣ? ମୋର ବେଜିତି କରିଦଉଛ କଣ ତମେ? ଫାଇନାଲି ଆମର ୱାର୍ଲ୍ଡ ସେଫେଷ୍ଟ ଡ୍ରାଇଭର ଆସିକି ପହଞ୍ଚିଛି। तो धीरे चलाओ सेफेस्ट कहला बेलको मोबाइल भांग देलनी तुम भाई। ए मोबाइल लेके गोली वाला खुल रे। छाड़ो मो हाथ पाइलो ना नहीं बालेश्वर तुमको रहिया पई कोन इच्छा होनी? काहे की पळौछ बारंबार काम रे जाइथिले भाई। कोन करिया हम बालेश्वर ट्रैफिक टा किछ दिन पर भुवनेश्वर भले आइछो ना होनी। तुम कहूछ हम स्मार्ट सिटी रे पहुंच परिया? पहुंच परिबो रे एचडी मारन कार इनफो पे पड़ो। एसिटी के मारिया ठंडा होनी। तो ठंडा लागुतलो कमी देइथिल हला ना ठंडा ए ये ठंडा न माने मु केव टेस्ट खाइबा टेस्ट ना अलगा किसी टेस्ट? ना गीत टेस्ट तो एले अलग किसी टेस्ट बोते चेंज गेलो। मैं एडीएम छो दे बहुत दिन परे आस काम व्यस्तता भितर आसी पार नथिली। तमे ही देखा ने मने पड़ जाए एडीएम छो कथा और टे कला अछि ना से सब रे आइले हबो तुमले चुटेस्तादे तुम तेरी छो उड़के उड़ा दुकासे रोना किसी खबर को चलछि भाई चलछि तो गोप्रो मते गिफ्ट करनो गोप्रो भाई जड़ी फाटे जी हेयलानी सप्ताह खंडे जॉकी रो चोटी दिदु जेबे त रिप्लेस करि परनी एया कोइ बने गोप्रो उडे केते टका दाम के बेसी कॉस्टली न से 50-60 हजार टका करो 50-60 हजार ना ओनली रह जा तुमर जते मु गिफ्ट कर सब्सक्राइब करी एतल पूरा ओडिसा सारा मते देखिए देखो दिल वाला सांग थोड़ा गोटे बाहर दला कांदी पको जो बाळ से गोप्रो देलानी ठीक छिड़ा ही जने आके ग्रुप एठी हजार सब्सक्राइबर पार्टी होची बुझलो ना 1000 सब्सक्राइबर पार्टी होची हां ए भाई मु सब आडे बांटी देबी तो मो 1000 सब्सक्राइबर हे गेले मु पार्टी देबी समस्त सत्तर डीलर ग्रुप रे पके देबी आ पार्टी देबी सेव वीडियोटा भी ब्लॉग रे छाडी जदिन 1000 हे जे हमर बेसी नुए मोर 1000 जण हे गने 1000 जण मोर कंटेंट देखुंदी और बेसी सब्सक्राइबर मोर लुभ नै कि आशा भी नहीं। वास्तु का पिंचाल ये सॉन्ग सुड़ा बहुत पसंद ना भाई मु पूरा लभरिया गीत सब बजो जीवन रे कोन अछि खाली भलो पाइबा खाली भलो पाइबा डायलॉग तो बढ़िया सिखि जीवन रे कोन अछि खाली भलो पाइबा तापरे गो सहित में तुम भलो भी पाइ पारनो बाहा भी ही पारनो खराब ना गुना टिके टाइम एमती आसी भाभी हम बाहागर नहीं